समस्त को मोर अनुरोध बिल्कुल शरीर सहित छेड़छाड़ करेंगे। सुस्थ जीवन पाई योग करने अपरिहार्य। मन शांत रहे और शरीर सुस्थ रहे। एही परिप्रेक्षी में अंतर्जातीय योग दिवस रे देवगाँ स्थित उत्कलमणि गोपबंधु उच्च विद्यालय रे पुरातन छात्र छात्री माने एही योग शिविर आयोजन करथिले। आपणक कथा देश दुनियार कथा आज ही पढ़ंतु वास्तव कथा। आपणक कथा आम समस्तक कथा पत्र वास्तव कथा। ଏହି ଯୋଗ ଶିବିରରେ ପୁରାତନ ଛାତ୍ରଛାତ୍ରୀ ମାନଙ୍କ ସହିତ ବର୍ତ୍ତମାନ ଅଧ୍ୟୟନ କରୁଥିବା ଛାତ୍ରଛାତ୍ରୀ ଓ ଶିକ୍ଷକ ଶିକ୍ଷୟିତ୍ରୀମାନେ ଯୋଗାଭ୍ୟାସରେ ସାମିଲ ହୋଇଥିଲେ। ସର୍ବପ୍ରଥମେ ଉତ୍କଳମଣି ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇ ଯୋଗ ଶିବିର ଆରମ୍ଭ ହୋଇଥିଲା। ଏହି ଆନ୍ତର୍ଜାତୀୟ ଯୋଗ ଦିବସରେ ବିଦ୍ୟାଳୟର ପୁରାତନ ଛାତ୍ର ଶ୍ରୀ ସୁଧୀର କୁମାର ହରିଚନ୍ଦନ ତାଙ୍କ ସ୍ୱର୍ଗୀୟ ପତ୍ନୀ ଗୀତାଞ୍ଜଳି ହରିଚନ୍ଦନଙ୍କ ସ୍ମୃତିରେ ବିଦ୍ୟାଳୟ ପାଇଁ ଏକ ଶୁଦ୍ଧ ଓ ଥଣ୍ଡା ପାନୀୟ ଜଳ ମେସିନ୍ ଦାନ କରିଥିଲେ। ଏହି ଆନ୍ତର୍ଜାତୀୟ ଯୋଗ ଦିବସ ପାଳନରେ ପୁରାତନ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ସୁଧୀର କୁମାର ହରିଚନ୍ଦନ, ରଞ୍ଜିତ ରାଉତ, ରଞ୍ଜିତ ପାତ୍ର, ଦେବାଶିଷ ମହାନ୍ତି, ସୁରେନ୍ଦ୍ର ଶତପଥୀ, ରମେଶ ହରିଚନ୍ଦନ, ସୂର୍ଯ୍ୟକାନ୍ତି ମତଗଜ ହରିଚନ୍ଦନ, ନରୋତ୍ତମ ସାମଲ ପ୍ରମୁଖ ଏଥିରେ ସହଯୋଗ କରିଥିଲେ। ରାଉରକେଲାରୁ ରମେଶ ବିଶୋଇଙ୍କ ରିପୋର୍ଟ, ବାସ୍ତବ ଟିଭି। हाथ को ऊपर उठेबे आउ ताको आनी आसन 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 ताको भी जगह काम दे नला जाय आइए दे चलो। आपणक कथा देश दुनियार कथा आज ही पढ़ंतु वास्तव कथा। आपणक कथा आम समस्तक कथा पत्र वास्तव कथा।